ଛାତ୍ରୀ ନିବାସ ଫଳକରେ ବିଧାୟକଙ୍କ ନାଁ ନ ରହିବା ନିର୍ବାଚନ ମଣ୍ଡଳୀ ପାଇଁ ଅଡୁଆରେ ଅଧ୍ୟକ୍ଷା। ଆନନ୍ଦପୁର କନକ ମଞ୍ଜରୀ ମହାବିଦ୍ୟାଳୟ 100 ଶଯ୍ୟା ବିଶିଷ୍ଟ ନୂତନ ଛାତ୍ରୀ ନିବାସ ଉଦ୍ଘାଟନ ଉତ୍ସବ ଫଳକରେ ବିଧାୟକଙ୍କ ନାମ ନ ରହିବା ଦୁର୍ଭାଗ୍ୟଜନକ ଅଟେ। ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଧାନସଭା କ୍ଷେତ୍ରରେ ଜଣେ ନବନିର୍ବାଚିତ ପ୍ରତିନିଧି ବିଧାୟକ ଭାବେ ପରିଗଣିତ ଥିବାବେଳେ ଫଳକରେ ତାଙ୍କ ନାଁ ନ ରଖି କନକ ମଞ୍ଜରୀ ମହାବିଦ୍ୟାଳୟର ପରିଚାଳନା ପରିଚାଳନା ରଖିବା ଏହି ବ୍ୟକ୍ତି ବିଶେଷ କେଉଁ ନିର୍ବାଚିତ ପ୍ରତିନିଧି ଜନସାଧାରଣ ପ୍ରଶ୍ନ ଉଠୁଛି। କନକ ମଞ୍ଜରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ସାଧାରଣ ଆନନ୍ଦପୁର ନିର୍ବାଚନ ମଣ୍ଡଳୀବାସୀ ଅସନ୍ତୋଷ ସହ ଚର୍ଚ୍ଚା ବିଷୟ ହୋଇଛି, ଯାହାକୁ ନେଇ ମହାବିଦ୍ୟାଳୟରେ ଏଭଳି ନିଷ୍ପତ୍ତିକୁ ବିଧାୟକ ଅଭିମନ୍ୟୁ ସେଠୀ ସୋସିଆଲ ମିଡିଆରେ ପୋଷ୍ଟ ଦେଖିବା ପାଇଁ ମିଳିଛି। ପୂର୍ବ ଜାତୀୟ କଂଗ୍ରେସ ପିସିସି ସଭାପତି ଜୟଦେବ ଜେନା ନାପସନ୍ଦ ସହ ନିନ୍ଦା କରିବା ସହ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଆନନ୍ଦପୁରରୁ ରଞ୍ଜନ କୁମାର ଭୂୟାଙ୍କ ରିପୋର୍ଟ, ନିରପେକ୍ଷ ନ୍ୟୁଜ।